सर जितेबाला 2013 रे आपण पुनर्बार पीसीसी सभापति हेले समस्तଙ୍କ ଭିତରେ ଗୋଟେ ଆଶା ସଞ୍ଚାର ହୋଇଥିଲା ଯେ ଏଥର କଂଗ୍ରେସ କମବ୍ୟାକ୍ କରିପାରେ ବା କଂଗ୍ରେସର ଯେଉଁ ଅଙ୍କ ଗଣିତ ରହିଛି ତା ବଢ଼ିପାରେ ବିଧାନସଭା କ୍ଷେତ୍ରରେ କିନ୍ତୁ ଏଭଳି କିଛି ଦେଖିବାକୁ ବିଶେଷ ଭାବରେ ମିଳିଲା ନାହିଁ ଏବଂ ଏହା ମଧ୍ୟ ଜନମତ ପ୍ରକାଶ ପାଇଲା ଯେ ଆପଣଙ୍କ ଆଡ଼େ କୁଆଡ଼େ ଆପଣଙ୍କ ପାଇଁ କୁଆଡ଼େ ସରକାରୀ ଚାପ ରହିଲା ବା ଆପଣଙ୍କ ଉପରେ ସରକାରୀ ଚାପ କାମ କଲା ଯେଉଁଥିପାଇଁ ଆପଣ ଏତେ ଆଗ୍ରେସିଭ୍ ହେଇପାରିଲେ ଆଜି ନାହିଁ। ତାରିଖ ପର୍ଯ୍ୟନ୍ତ ଯଦି ଜଣେ ଲୋକ ସିଧାସଳଖ ବିଜେଡି ଆଉ ବିଜେପି କୁ ପ୍ରତ୍ୟକ୍ଷ ଭାବରେ ଯଦି ତାଙ୍କୁ ଆକ୍ରମଣ କିଏ କରୁଥାଏ, ପଲିଟିକାଲ ଆଟାକ୍ କିଏ କରୁଥାଏ, ମୋର ବ୍ୟକ୍ତିଗତ ସମ୍ପର୍କ ସମସ୍ତଙ୍କ ସହିତ ଭଲ, ହୁଁ ହୁଁ ପଲିଟିକାଲ ଆଟାକ୍ କିଏ କରୁଥାଏ ସି ଜୟଦେବ ଜେନା। ହୁଁ ମୋ ଭଳି ଆଉ କିଛି ଲୋକ ଅଛନ୍ତି ହୁଁ କିନ୍ତୁ ମୁଁ କିଛି ଦାୟିତ୍ୱରେ ନାହିଁ, ମୁଁ କିଛି ନାହିଁ, ଆଇ ଏମ୍ ଓନ୍ଲି ଜୟଦେବ ଜେନା। ଜଣେ କଂଗ୍ରେସ ଦଳ ମୋତେ ବହୁତ କିଛି ଦେଇଛି। ହୁଁ ମୁଁ ଜଣେ ଶିକ୍ଷକରୁ ଶିକ୍ଷାମନ୍ତ୍ରୀ ହେଇଛି, ମୁଁ ଜଣେ କର୍ମୀରୁ ପିସିସି ସଭାପତି ହେଇଛି, ଅଲ୍ ଇଣ୍ଡିଆ ସେକ୍ରେଟାରୀ ହେଇଛି, ମୁଁ ଜଣେ ସାଧାରଣ ବର୍ଗର ଲୋକ ଯାହାକୁ କଂଗ୍ରେସ ଦଳ ନ୍ୟାସନାଲ କମିଟି ଯେଉଁ ହେଇଥିଲା, ସୋନିଆ ଗାନ୍ଧୀ ତାର ନେତୃତ୍ୱ ନେଉଥିଲେ, ଦଳିତ ମାନଙ୍କର ଯେଉଁ ଗୋଟେ ଏସସି ଡିପାର୍ଟମେଣ୍ଟର ଗୋଟେ ଆଡ଼ଭାଇଜରୀ ବଡ଼ି ହେଉଥିଲା, ମୁଁ ଯେଉଁ 10 ଜଣ ଲୋକ ରହିଥିଲେ ତା ଭିତରେ ମୋତେ ନେଇଛନ୍ତି। ବିଭିନ୍ନ ସମୟରେ ମୁଁ ଯେଉଁ ଟିକେ ଆଗକୁ 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 ମାଡ଼ି ଚାଲି ବିଭିନ୍ନ ରାଜ୍ୟରେ ହୁଁ ଅବଜର୍ଭର ହେଇକି ଯାଇଛି, ମଧ୍ୟପ୍ରଦେଶ ଯାଇଛି, ଛତିଶଗଡ଼ ଯାଇଛି, 12ଟା ସିଟ୍ ସେତେବେଳେ ଦିଗ୍ବିଜୟ ସିଂ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେଲେ, ଆଜ୍ଞା ମୋତେ ପଠା ହେଇଥିଲା ବସ୍ତର ଡିଷ୍ଟ୍ରିକ୍ଟକୁ। ବସ୍ତର ଡିଷ୍ଟ୍ରିକ୍ଟରେ 12ଟା ବିଧାନସଭା ସିଟ୍ ସେ ସମୟରେ ପୁଣି ସବୁ ମାଓ ଅଧିଷ୍ଠିତ ଥିଲା ସେ ଅଧ୍ୟୁଷିତ ଅଞ୍ଚଳ। ଥିଲା। ମୁଁ ସେଇଠି କାମ କରୁଥିଲି, ସ୍ୱର୍ଗୀୟ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ନେଇ 3ଟା ସଭା କରିଛି ଏବଂ ସେଠି ମୁଁ ଦାୟିତ୍ୱରେ ଥିଲାବେଳେ ସୌଭାଗ୍ୟକ୍ରମେ, ମୁଁ କରିଛି ବୋଲି କହୁନି, ସୌଭାଗ୍ୟକ୍ରମେ 12ଟା ସିଟ୍ରୁ 11ଟା ସିଟ୍ କଂଗ୍ରେସ ଜିତିଲା। ହୁଁ ତେଣୁ ଗୋଟେ ରେକର୍ଡ ସେମାନେ ରଖନ୍ତି ଅଲ୍ ଇଣ୍ଡିଆ ଲେବୁଲରେ, ଯେଉଁ ରେକର୍ଡ ରହେ ସେ ରେକର୍ଡରେ ମୁଁ ପଛକୁ ଆଉ ଫେରିକି ଅନେଇନି। ମୋର ଆପଣ ଜାଣିଛନ୍ତି ମୋର ସବୁଠାରୁ କଷ୍ଟ, ମୋ ଜୀବନର ସବୁଠାରୁ ବଡ଼ ଦୁଃଖ, ମୋର ବଡ଼ ପୁଅ ଯିଏ ମୋର ପୁଅ ନଥିଲା, ମୋର କାନ୍ଧରେ କାନ୍ଧ ମିଶେଇକି ଯିଏ ରାଜନୀତିରେ ବହୁତ ଆଗକୁ ଚାଲି ଯାଇଥିଲା ଏବଂ ତାକୁ ବହୁତ ଘାତ ପ୍ରତିଘାତ ଭିତରେ ସେ ଲଢ଼େଇ କରୁଥିଲା। ଯୁବ କଂଗ୍ରେସର ପ୍ରଥମ ଲଢ଼େଇ ରାଜ୍ୟର ଯୁବ କଂଗ୍ରେସ ସଭାପତି ପାଇଁ 3500 ଭୋଟରେ ସାରା ଓଡ଼ିଶାରେ 38,000 ବୁଥରେ ଭୋଟ ହେଲା। ହୁଁ ଇଏ ଯୁବ କଂଗ୍ରେସ ସଭାପତି ଭାବରେ ନିର୍ବାଚିତ ହେଇକି ଆସିଲା ଏବଂ ତାପରେ କରୋନାର ମହାମାରୀରେ ସେ ଦାୟିତ୍ୱ ନେଇଥିଲା ପିପିଲି ଉପନିର୍ବାଚନର। ଭ୍ରୁକ୍ଷେପ ନ କରିକି ସେଠି ଲଢ଼େଇ କରୁଥିଲା। ସେଇଠୁ ସେ ଘରକୁ ଆସିଛି, ଘରୁ ହସ୍ପିଟାଲ ଯାଇଛି, କିମ୍ସ ହସ୍ପିଟାଲ ହାଇଦ୍ରାବାଦ ଯାଇଛି। ତାପରେ ମୁଁ ତାକୁ ଆଉ ତାକୁ ସେଇ ଅବସ୍ଥାରେ ଯେଉଁ ଅବସ୍ଥାରେ ପଠାଇଥିଲି ସେ ଅବସ୍ଥାରେ ଫେରାଇ ପାରିନି। ସିଏ ମୋଠୁ ମୋତେ ଛାଡ଼ିକି ଚାଲିଗଲା ଏବଂ ସିଏ ଆଜି ଯଦି ଥାନ୍ତା ସେ ରାଜନୀତିରେ ସିଏ ହିଁ ରାଜନୀତି କରୁଥାନ୍ତା। ମୁଁ ବର୍ତ୍ତମାନ ରିଟାୟାରମେଣ୍ଟ ହେଇକି ବସିକି କେବଳ ଆପଣମାନଙ୍କ ସହିତ ସମୟ କଟୁଥାନ୍ତି। अर्थात आपण सेतेबेले राजनीति अवसर नेबा पई भी चिंता ମାନସିକ कर ମାନସିକ सारिथिले। ସ୍ତରରେ ନିଷ୍ପତ୍ତି ନେଇଥିଲି। ବର୍ତ୍ତମାନ ସାନ ପୁଅ ସୃଜନ ବ୍ୟବସ୍ଥାରେ କେଉଁଝର ଜିଲ୍ଲା କଂଗ୍ରେସ କମିଟିର ସଭାପତି आगे ଦାୟିତ୍ୱ ନେଇଛି आगे ବହୁତ କମ୍ ବୟସରେ ଏବଂ ସେ ତା କାର୍ଯ୍ୟ ଜୋରସୋରରେ ଆରମ୍ଭ କରିଛି। ମୁଁ ଭାବୁଛି ଯେ କଂଗ୍ରେସ କମବ୍ୟାକ୍ କରିବ, କଂଗ୍ରେସ ଫେରି ଆସିବ ଏବଂ ସେ ଜିଲ୍ଲାରେ କେମିତି ସେ ଭଲ କରିବ, ସେ ନିଜେ ଆନନ୍ଦପୁର ବିଧାନସଭା ଆସନରେ ସେ କେମିତି ଲଢ଼ିକି ଜିତିବ, ସେଇ ଯୋଜନାରେ ସେଇ ଚିନ୍ତାରେ ମୁଁ ସମୟ ଦେଉଛି, କାମ ବି କରୁଛି। सर मु केमिति ए प्रश्न पचारि जानी पारुनी किंतु मो मन मध्यरे ए प्रश्नटी उंकी मारुची जदि कोनोसी भूल एथिपई मते क्षमा करिवे जेहेतु आमे आपणको नहीं बा आपणको राजनैतिक इतिहास को नहीं साक्षात्कार करूचु ता भितरे पापी बाबूंको सफलता मध्य गोटे प्रमुख अंश एवं से विषय से कहबा पई आज आम पाखरे नाहंती एणु बाध्य होई आमे तांको विषय आपणको पचारुचु जे प्रकृत में कौन घटी स्वर्गत श्रीजुक्त संग्राम केशरी जेना सहित शेष मुहूर्त केमिति थिला सर? शेष मुहूर्त ए परिवार पाई, सर्वोपरि मो पाई, मो झील पाई, मो पुओ पाई, ता धर्मपत्नी पाई, ता छुआ मानक पाई, आम पाई सबुठारु जीवन में जदि किसी दुख आसे सबुठारु बड़ दुख हूँ से दुख मु तार ताकू जीवंत अवस्था पुणी घर को फेर आनी पार्लिनी। तार देहांत हो गला एवं हैदराबाद रू ताकू एठिकी नहीं आसिली एवं निज बगीचारे तार चिता जलिला एवं से दिन ठारू मु भांगी पड़ी दुर्बल हो जाइछि एवं भावुची जे भगवान एते कहीं मो निष्ठुर हेले मु केबे जीवन में किसी भूल करनी। निर्वाचन लड़िला बेले
लोक कौ नेता कौ विधानसभा प्रार्थी किए केते भोट पाउची ता हिसाब मु देइपारि नहीं मते लोक माने आज पर्यंत 50,000 तलू हारिला बेले भी भोट जाइनी मते 4 थर निर्वाचित करिसंती से निर्वाचन मंडल रे आज पर्यंत कई मंत्री ही नांती जो दिन ठारू जो निर्वाचन व्यवस्था है से दिन ठारू आज पर्यंत से आनंदपुर निर्वाचन मंडल रे कहीं लगातार 4 थर जितबार सुजोग है एवं कई मंत्री हबार सुजोग ताको मिलनी पीसी सभापति हबार सुजोग मिलनी ये सबू सुजोगर गोटे बड़ अंशीदार थिला संग्राम मो पुओ बापी एवं सी छाड़ी चली जाइए सबुठारु दुख सबुठारु कष्ट जदि मोर धर्मपत्नी ता पूर्व चलीगले माँ पुओ दी जन सारा कि धर्मपत्नी को जीवा बेले मु मनोबल बांधी जे मो पुओ 2 जन मो झील एमाने अछंती मु ता विषय भाविकी एमानकर भविष्य को नष्ट करने को देविनी मुझे को अनेकी मो जीवन काटिबी राजनीति करी एवं जितेबले संग्राम छाड़ी चलीगला गोटे चैलेंज से नहीं था उपनिर्वाचन को समस्ते सेकेंड स्ट्रेन ऑफ कोरोना चली थाए एवं से घर बाहर कोरोना हो जाते कौन वरिष्ठ नेता जाऊ न था चेला कुमार जी सी थिले इंचार्ज से डाकी कहले जे राहुल गांधी कहते जे युवा कांग्रेस यार नेतृत्व नब दायित्व नब सी आउ किछि मानि नथिला शुणी नथिला मु भी ताऊ कहितली देखिकी जीवु देखिकी चलिबु मास्क खोलिबु नहीं एवं जाइकी काम करिबु किंतु सी एभली भाबरे ता सांगसाथी मानकु नहीं कि जाइकी सेठी काम कला एका दिने के जे प्रार्थी थिला तार देहांत हो गला कोरोना प्रार्थी परे मध्य ये जाइकी जे पुनर्बार प्रार्थी हला ता पई जाई काम कला एवं सेतबेले आहुरी बढ़ी जाई थाए कोरोना महामारी रो आतंक आहुरी बढ़ी जाई थाए एवं से समय काम कला बेले से माने फेरला परे कोरोनार सिम्पटम जना पड़ला जो 6 जन एडमिट हेले 5 जन फेरी आसिले सम हॉस्पिटल विभिन्न हॉस्पिटल रही फेरी आसिले ये एठी गोटाए मास रहिला परे कोरोना फ्री बोली माने सर्टिफिकेट देला परे लंग्स प्रॉब्लम अछि बोली रेफर करथिले किम्स हॉस्पिटल हैदराबाद को अच्छा एवं सेठु आमे 84 दिन रहिलु मृत्यु सहित जीवन सहित संग्राम कला जीवन सहित संग्राम करला परे शेषरे से जीवन संग्राम रे हारिगला मु कृतज्ञ श्रीमती सोनिया गांधी श्रीयुक्त राहुल गांधी मल्लिकार्जुन खड़गे जी एवं सर्वोपरि वेणुगोपाल जी एमाने प्रति समय के राजू मध्य प्रति समय एमाने प्रतिदिन प्राय डॉक्टर कि मते फोन करके ता स्वास्थ्य विषय पचारती एवं पचारला परे जो जब डॉक्टर सब कहता है से भल हो लंच ठीक हो से चलिकी गाँव को जीव हठात जो 84 दिन पूरला से दिन हठात हृदघात सका तार देहांत है मुता बड़ी पाखे छिड़ा ही ता बेड पाखे छिड़ा ही छोट पिला भली कांदुची राहुल गांधी फोन आसला जे राहुल गांधी फोन आसला पर मते फोन दिला कथा कही पार न था सी कहले मु खबर पाइलिनी कांदतु नहीं डोंट क्राए कांदिया दरकार नहीं जी जो दिन आसो जो जहाँ लिखाई से दिन जीव ट्रीट मी आज योर फैमिली मेंबर पिला मानक पई कौन करवा आपण माने कौन करेंगे आपण कौन करा मते कहतु आउे जहाँ आवश्यकता अच्छी मु व्यवस्था करी पठाऊँगी ओडिशा एवं मुझे भाविली दुनिया रे किए का लिखाई किए का किए का काम कर शेष व्यवस्था मुझे एयर एम्बुलेंस नहीं थी तांकर व्यवस्था गोटे चार्टर्ड फ्लाइट रे रेवंत रेड्डी आज जी अच्छा मुख्यमंत्री से पीसी सभापति थे निर्देश आसला गोटे चार्टर्ड फ्लाइट रे कारण से कोरोना बेले डायरेक्ट फ्लाइट आसुन हैदराबाद रु दिन में गोटे थर यार डेथ पर आने सुविधा नाला आम दिल्ली रही जाइए परदिन तार डेड बॉडी आसता किंतु से दिन आणिकी संध्या पूर्व ये पहुँचब शव सत्कार हम से व्यवस्था राहुल गांधी करते या भाग्य कथा किसी ना इंदिरा गांधी बेले प्रथम 80 मसीह टिकेट पाइली जानकी वल्लभ पट्टनायक सुपारिश रे इंदिरा गांधी परे पूरा गांधी परिवार पीढ़ी पर पीढ़ी मु 10 थर निर्वाचन में टिकेट पाई दरखास्त करी मत टिकेट मिलूँ मु लड़े करुँची मु 4 थर आपण लॉबी करि नांती केबे
ଲଢ଼େଇ କିଛି ନାହିଁ ଲୋକେ ମୋତେ ଭଲ ଲବି କେବେ ପାଉଛନ୍ତି କରିନାହାନ୍ତି ଟିକେଟ ଲବି ପାଇବା କରି ପାଇଁ? କେବେ ଜୀବନରେ ଲବି କରିନି ଟିକେଟ୍ ପାଇଁ 80 ମସିହାର ଟିକେଟ୍ ଜାନକୀ ବଲ୍ଲଭ ପଟ୍ଟନାୟକ ମୋତେ ସିଧାସଳଖ ଭାବରେ ନିରଞ୍ଜନ ପଟ୍ଟନାୟକଙ୍କର ସୁପାରିଶ ଜିଲ୍ଲା ସଭାପତି ଜାନକୀ ପଟ୍ଟନାୟକ ଟିକେଟ୍ ଦେଇଛନ୍ତି 80 ମସିହା ପରେ ପୁଣି 2024 ମସିହା ପର୍ଯ୍ୟନ୍ତ ମୁଁ କେବେ ଜୀବନରେ ଲବି କରିନି ଟିକେଟ୍ ପାଇବା ପାଇଁ ଆବଶ୍ୟକତା ନାହିଁ ମୁଁ ତ ନିଜେ ଟିକେଟ୍ ଚୌଧୁରୀ ଦେଉଥିଲି ତେଣୁ କିନ୍ତୁ ନଅରେ ମଧ୍ୟ ଟିକେଟ୍ ଦେଇଥାନ୍ତି 2009 ମସିହା ପରଠାରୁ ଆପଣ ଆଉ ରାଜନୀତିକୁ କାହିଁକି କମବ୍ୟାକ୍ କରିପାରିନାହାନ୍ତି? ନାଇଁ 2009 ଫେଲ୍ ମାରିଛି କି ଷ୍ଟ୍ରାଟେଜି ବା ଅନ୍ୟ କିଛି କାରଣ ଷ୍ଟ୍ରାଟେଜି ଆଦୌ ରହିଛି? ଫେଲ୍ ମାନେ ଆପଣ 2000 ୟା ପୂର୍ବରୁ ପଚାରୁଥିଲେ ଗୋଟେ ପ୍ରଶ୍ନ ମୋ ମନେ ଅଛି ମୁଁ ସେଇଟା ଉତ୍ତର ଦେଇନି 2014 ମସିହାରେ କାହିଁକି ଆପଣଙ୍କ ନେତୃତ୍ୱରେ ନିର୍ବାଚନ ହେଲା ଭଲ ଫଳାଫଳ କରିପାରିଲେନି ମୁଁ ଗୋଟିଏ ଉତ୍ତରରେ ଆପଣଙ୍କୁ କହିବି ଆପଣ ଜଣେ ଇଣ୍ଟେଲେକ୍ଚୁଆଲ ହିସାବରେ ଆପଣ ଜାଣିଛନ୍ତି ସମଗ୍ର ଭାରତବର୍ଷରେ କଂଗ୍ରେସ ଦଳ ଭଲ ଫଳ ପ୍ରଦର୍ଶନ କରିପାରିନି ଲୋକସଭାକୁ ସାଂସଦ ପଠାଇ ପାରିନି ବିଧାନସଭା ଗୁଡ଼ିକ ମଧ୍ୟ ହାତରୁ ଚାଲିଯାଇଛି ହୁଁ, ସେତିକିବେଳେ ମୋତେ ଦାୟିତ୍ୱ ମିଳିଥିଲା ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କର ପରବର୍ତ୍ତୀ ସଭାପତି ଭାବରେ ମୋତେ ଦାୟିତ୍ୱ ଦିଆଯାଇଥିଲା ଏବଂ ମାତ୍ର ମୋ ହାତରେ 1.5 ବର୍ଷ ସମୟ ଥିଲା 1.5 ବର୍ଷ ଭିତରେ ପାର୍ଟିକୁ ନେଇ ପ୍ରତିକୂଳ ପରିସ୍ଥିତିରେ ତାକୁ ସଜାଡ଼ିବା ଆର୍ଥିକ ବ୍ୟବସ୍ଥା କରିବା ପାର୍ଟି ଯେତେବେଳେ ବାରମ୍ବାର ହାରିଯାଉଛି କୌଣସି କର୍ପୋରେଟ୍ ହାଉସ୍ ସାହାଯ୍ୟ କରିବ ଏହି ପରିସ୍ଥିତି ନଥିଲା ଯାହା ଏଆଇସି ସାହାଯ୍ୟ କରିଥିଲା ମୁଁ ସବୁ ପହଞ୍ଚାଇ ଦେଇଥିଲି ଯାହା ସରଞ୍ଜାମ ମିଳିଥିଲା ପ୍ରାର୍ଥୀ ପାଖରେ ପହଞ୍ଚାଇଥିଲି କିନ୍ତୁ ଶେଷରେ ରେଜଲ୍ଟ ମୁଁ କରିପାରିନଥିଲି ତେଣୁ ଏ ସମୟକ୍ରମେ କେତେବେଳେ କ'ଣ ଘଟୁଛି ଆର୍ଥିକ ଅଭାବ ରହିଥିଲା ନା ସାଙ୍ଗଠନିକ ଅଭାବ ରହିଥିଲା? ନାଇଁ ସାଙ୍ଗଠନିକ ଅଭାବ ତ କେତେବେଳେ ରହିନି ଆପଣ ଜାଣିଛନ୍ତି ଆପଣ ପଛକୁ ଫେରି ଯାଆନ୍ତୁ ଆପଣ ମୁଁ କମ୍ ବ୍ୟାକ୍ କହୁଥିଲି ଆପଣ ଗୋ ବ୍ୟାକ୍ ହେଇଯାଆନ୍ତୁ ପୁରା ଇତିହାସ ଖୋଜନ୍ତୁ ମୁଁ ଯେବେ ଦାୟିତ୍ୱ ନେଇଛି 2004 ମସିହାରୁ ଏପର୍ଯ୍ୟନ୍ତ ପୁରା ଦାୟିତ୍ୱ ନେବା ଭିତରେ ଜାନକୀ ପଟ୍ଟନାୟକଙ୍କ ଷ୍ଟାଚ୍ୟୁର ସିଏଲ୍ପି ଲିଡରକୁ ମୋ ଭଳି ଗୋଟିଏ ସେତେବେଳେ ଯୁବକ ମୁଁ ପିସି ସଭାପତି ସାମଞ୍ଜସ୍ୟ ଏଭଳି ଭାବରେ ରଖିଥିଲି ମୁଁ ବିଲକୁଲ ପାର୍ଟି କମଜୋର ହେଇନଥିଲା ମୁଁ କମଜୋର ହେଇନଥିଲି କର୍ମୀ କମଜୋର ହେଇନଥିଲେ ଗୋଟେ ଆଟମୋସ୍ଫିୟର ହେଇଯାଇଥିଲା ଭାରତବର୍ଷରେ କଂଗ୍ରେସ ସପକ୍ଷରେ ଭୋଟ ଦେବା ପାଇଁ